ଶିମିଳିପାଳର ଜିନ୍ନତ ଏବେ ଝାଡ଼ଖଣ୍ଡ ଜଙ୍ଗଲରେ। ଗତ ନଭେମ୍ବର ମହାରାଷ୍ଟ୍ରରେ ତଡ଼ବାରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। 15 ନଭେମ୍ବରରେ ଜିନ୍ନତକୁ ଏନକ୍ଲୋଜରରୁ କୋର୍ ଇଲାକାରେ ଛଡ଼ାଯାଇଥିଲା। ଜିନ୍ନତକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ଜିନ୍ନତ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ପହଞ୍ଚିଥିବା ସ୍ପଷ୍ଟ କରିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ଆର୍ସିସିଏଫ୍ ପ୍ରକାଶ ଚନ୍ଦ୍ର ଗାଗିନେନି। ଜିନ୍ନତ ନୂଆ କରି ଶିମିଳିପାଳରେ ଆସିଥିବା ଯୋଗୁଁ ସେ ବିଭିନ୍ନ ଆଡ଼େ ବୁଲାବୁଲି କରୁଛି। ନିଜ ପାଇଁ ସେ ନୂଆ ଇଲାକା ବନାଇବାକୁ ଚେଷ୍ଟା କରିବ, ସେଥିପାଇଁ ସେ ନୂଆ ଜାଗା ଖୋଜିବାକୁ ଏଣେତେଣେ ବୁଲୁଛି। ଏକ ସ୍ୱତନ୍ତ୍ର ଟିମ୍ ଜିନ୍ନତକୁ ନଜର ରଖିଥିବା ବେଳେ ଟିମ୍ ମଧ୍ୟ ଝାଡ଼ଖଣ୍ଡ ଇଲାକାରେ ରହିଛି। ତେବେ ଜିନ୍ନତ ଆଜି ରହିଥିବା ସ୍ଥାନ ମଧ୍ୟ ଶିମିଳିପାଳ ପର୍ବତମାଳାର ଏକ ଅଂଶ। ଯଦି ତ ଏହାର ଝାଡ଼ଖଣ୍ଡର ଇଲାକା, ଝାଡ଼ଖଣ୍ଡର ବନ ବିଭାଗ ମଧ୍ୟ ଜିନ୍ନତ ଉପରେ ନଜର ରଖିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।